ମୋହନାରେ ବାଘ ଆତଙ୍କ ଗଜପତି ମୋହନା ବନାଞ୍ଚଳ ଡିମିରି ପଙ୍କାଳ ଗାଁ ନିକଟରେ କଲରାପତରିଆ ବାଘ ପାଦ ଚିହ୍ନ ଠାବ ହୋଇଛି। ଗତକାଲି ସକାଳେ ମକାବାଡ଼ିରେ ବାଘ ବୁଲୁଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମକାବାଡ଼ରେ ବାଘର ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏହା କଲରାପତରିଆ ନା ଅନ୍ୟ କୌଣସି ପ୍ରଜାତିର ବାଘ ସେ ନେଇ ସ୍ପଷ୍ଟ ହୋଇନାହିଁ। ଗାଁରେ ବାଘ ବୁଲୁଥିବାରୁ ଲୋକଙ୍କୁ ସତର୍କ ରହିବା ପାଇଁ ସଚେତନ କରିଛି ବନ ବିଭାଗ। 2 ବର୍ଷ ପୂର୍ବରୁ ମୋହନା ବନାଞ୍ଚଳ ଦୁଇଟି କଲରାପତରିଆ ବାଘ ରହିଛନ୍ତି। ଗତକାଲି ସକାଳ କଥା କୌଣସି ଗ୍ରାମବାସୀଙ୍କର ଫୋନ୍ ପାଇକି ଫରେଷ୍ଟର ବାବୁ ମୋହନାରୁ ଆମେ ଫରେଷ୍ଟର ବାବୁଙ୍କ ସହ ମିଶିକି ଲେମ୍ବାପଙ୍କା ବିଟ୍କୁ ଯାଇଥିଲୁ। ସେଠର ଡିମିରି ପଙ୍କାଳ ଗାଁକୁ ଏଠି ଯାହା ଖବର ମିଳିଲା ଯେ ସେ ଗାଁରେ ଲୋକ କିଛି ଶବ୍ଦ ଶୁଣିଛନ୍ତି ରାତିରେ। ସକାଳୁ ଯାଇକି ଆମେ କିଛି ଫୁଟପ୍ରିଣ୍ଟ ଦେଖିଲୁ ଆଉ ଅନୁସନ୍ଧାନ ଜାରି ରହିଛି। ଆମର ଗଧିଆ ବାଘ ହେଇପାରେ, ହାଇନା ହେଇପାରେ। ତେଣୁ ଆମର ଅନୁସନ୍ଧାନ ଜାରି ରହିଛି। ଜାରି ରହିଲା ପରେ ଆମେ ସ୍ପଷ୍ଟ ହେଲେ ଆପଣମାନଙ୍କୁ ଜଣେଇବୁ। ସେଇ ଗାଁ ଲେମ୍ବାପଙ୍କା ବିଟ୍ର ପାଖାପାଖି 3-4ଟା ଗାଁ ଯେଉଁ ରହିଛି ଆମେ ସେଠି ସେ ଗାଁ ଗୁଡ଼ାକୁ ଆମେ ସଚେତନ କରୁଛୁ ଏବଂ ଲୋକଙ୍କୁ ବୁଝେଇଛୁ। ଭୟଭୀତ ନ ହେବା ପାଇଁ ବି କହିଛୁ। ବନ ବିଭାଗ ତାଙ୍କ ସାଥିରେ ଅଛି ବୋଲି ବି କହିଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ସୂଚନା ନାହିଁ। ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଅଛି, କାରଣ ଯେତେ ସେଠି ଆମର ବିଟ୍ ଗାର୍ଡସ୍ ଅଛନ୍ତି ଏବଂ ଅନ୍ୟ ସୁରକ୍ଷା କର୍ମୀ ଅଛନ୍ତି, ସମସ୍ତଙ୍କୁ ଆମେ ସେଠି ନିಯೋଜନ କରିଛୁ।